ଆମ୍ବ ବଗିଚା ଲଢ଼େଇ ପରେ ଜଙ୍ଗଲରେ ପୁଣି ଶାନ୍ତି ଫେରି ଆସିଥିଲା। ମାଙ୍କଡ଼ ବର୍ତ୍ତମାନ ବଗିଚାର ଦେଖାଶୁଣା କରୁଥିଲା ଓ ସମସ୍ତ ପଶୁଙ୍କୁ ଆମ୍ବ ବାଣ୍ଟି ଦେଉଥିଲା। ବନ୍ଧୁମାନେ, ଏହି ବଗିଚା ଆମ ସମସ୍ତଙ୍କର। ସମସ୍ତେ ମିଠା ଆମ୍ବ ଖାଇବା। ସମସ୍ତ ପଶୁ ଖୁସି ହୋଇ ତାଳି ମାରନ୍ତି, କିନ୍ତୁ ଦୂରରୁ ଶିଆଳ ସବୁ ଦେଖି ଇର୍ଷା କରୁଥିଲା। ଏହି ମାଙ୍କଡ଼ ସମସ୍ତଙ୍କ ପ୍ରିୟ ହୋଇଗଲା। ମୁଁ କିଛି ବଡ଼ କରିବାକୁ ପଡ଼ିବ। ସେହି ରାତିରେ ଶିଆଳ ଜଙ୍ଗଲରେ ବୁଲୁଥିବା ବେଳେ ଏକ ପୁରୁଣା ଗଛ ତଳେ ଗୋଟିଏ ଛିଣ୍ଡା ବକ୍ସା ପାଇଲା। ଆରେ ଏହା କ'ଣ? ନକ୍ସା ଉପରେ ଲେଖା ଥିଲା, ଜଙ୍ଗଲର ଉତ୍ତର ଦିଗରେ ଥିବା ଗୁମ୍ଫା ଭିତରେ ଲୁଚିଛି ସୁନାର ଧନ। ଏବେ ମୁଁ ଜଙ୍ଗଲରେ ସବୁଠୁ ଧନୀ ହେବି। ପରଦିନ ଶିଆଳ ଚୁପଚାପ ଜଙ୍ଗଲ ଛାଡ଼ି ଯାଉଥିଲା। ଏହି ଶିଆଳ ସେ ଲୁଚାଉଛି, ଚାଲ ଦେଖିବା। ମାଙ୍କଡ଼ ଗଛରୁ ଗଛକୁ ଡେଇଁ ଶିଆଳକୁ ଅନୁସରଣ କଲା। ଧନ ପାଖକୁ ପହଞ୍ଚିବା ପାଇଁ ଏକ ଭୟଙ୍କର ନଦୀ ପାର ହେବାକୁ ପଡ଼ିଲା। ମୁଁ ତ ପହଁରି ପାରେନି, ମୁଁ ସାହାଯ୍ୟ କରିବି। ତୁମେ ମୋତେ ପୁଣି? ହଁ, ସାହାଯ୍ୟ କରିବା ସବୁବେଳେ ଭଲ କଥା। ଦୁହେଁ ମିଶି ଗଛ ଡାଳରେ ଏକ ଛୋଟ ପୋଲ ତିଆରି କରି ନଦୀ ପାର କଲେ। ଗୁମ୍ଫା ଭିତରେ ଅନ୍ଧାର ଥିଲା। ହଠାତ୍ ଭୟଙ୍କର ଶବ୍ଦ, ଏକ ବିଶାଳ ଭାଲୁ ବାହାରିଲା। ଗୁମ୍ଫାରେ କିଏ ପଶିଛି? ବଞ୍ଚାଅ, ବଞ୍ଚାଅ। ଭୟ କରନି, ପ୍ରଥମେ କଥା ହେବା। ଭାଲୁ କହିଲା, ଏହି ଧନ ସୁନା ନୁହେଁ, ଏହା ଜଙ୍ଗଲର ପୁରୁଣା ବୀଜ ଭଣ୍ଡାର। ଗୁମ୍ଫା ଭିତରେ ହଜାର ହଜାର ଦୁର୍ଲଭ ଫଳର ବୀଜ ଥିଲା। ଏଗୁଡ଼ିକ ଲଗାଇଲେ ସାରା ଜଙ୍ଗଲ ସବୁଜ ହୋଇଯିବ। କହିଲ, ମୁଁ କେବଳ ଧନ ଖୋଜୁଥିଲି, କିନ୍ତୁ ପ୍ରକୃତ ଧନ ହେଉଛି ଏହି ବୀଜ ଓ ବନ୍ଧୁତ୍ୱ। ସମସ୍ତେ ମିଶି କାମ କଲେ ଜଙ୍ଗଲ ଆହୁରି ସୁନ୍ଦର ହେବ। କିଛି ମାସ ପରେ ସାରା ଜଙ୍ଗଲ ନୂଆ ଫଳ ଗଛରେ ଭରିଗଲା। ଆଜିଠାରୁ ମାଙ୍କଡ଼ ଓ ଶିଆଳ ଜଙ୍ଗଲ ବିକାଶ ପୁରସ୍କାର ପାଇବେ। ସମସ୍ତ ପଶୁ ତାଳି ମାରନ୍ତି। ଲୋଭ ଅସ୍ଥାୟୀ ଖୁସି ଦିଏ, କିନ୍ତୁ ବନ୍ଧୁତ୍ୱ ଓ ସହଯୋଗ ସାରା ଜୀବନର ଖୁସି ଦିଏ। ଏହି ଭିଡ଼ିଓରୁ ଆମେ କ'ଣ ଶିଖିଲେ? ସତ ଧନ ସୁନା ନୁହେଁ, ଭଲ କାମ ଓ ଭଲ ବନ୍ଧୁତ୍ୱ ହିଁ ସବୁଠାରୁ ବଡ଼ ସମ୍ପଦ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍, କମେଣ୍ଟ କରିବା ସହିତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ହେବେ। ଏଥିସହିତ ଆପଣମାନଙ୍କୁ ଅନୁରୋଧ ଯେ ଆପଣମାନେ ଆଗକୁ କେଉଁ ପଶୁ ଉପରେ ଆଧାରିତ ନୈତିକ କାହାଣୀ ଦେଖିବାକୁ ପସନ୍ଦ କରନ୍ତି, ପ୍ଲିଜ୍ କମେଣ୍ଟରେ ଲେଖନ୍ତୁ। ଧନ୍ୟବାଦ।